प्रभात सांगमाने केमती अछंदी भलो थांतु खुशी थांतु आउ आज हूँ नवमी प्रथम जो अच्छे दश जो आम नवरात्रि आज प्रथम दिन आज नवरात्रि प्रथम दिन तो समस्त को नवरात्रि प्रथम दिन हार्दिक अभिनंदन। आउ आज हूँ यही भल दिन आज मोर जन्मदिन आज मो बर्थडे तो आज आम सकाळू जीवु एना बाहरलु लिंगराज मंदिर दर्शन करने को। तो आज मु तो सांग ना जेहेतु तार कौन जटणी जीवार थिला से पड़ेगा जे सूर्य जी आसे ना तार मोर आज भावुलु साइकेल राइडिंग करूँ बोली तो तापर मो साइकेल भी पूरा पंचर के पड़ी देखी पड़ते पूरा जाए तार आज एवं मो बापा सहित आम कार रे आम जीवु लिंगराज मंदिर तो वीडियो देख था एंजॉय कर लाइक चैनल सब्सक्राइब करें मो चैनल को चलो देखा एना आम बाहरलु जीवु चलचु आम ना मो भाई एना शोक उठला साई से शोक उठला एना पूरा भूसाड़ी उठेली चल जा तू उठेलु बापा उठेले आ तो उठेगा घोषाड़ी आ ये जो पूरा गध भला शोची आ टोटाली उठिया को ना नौनी आ तो भूसाड़ी उठाऊनी के उठाऊ को ना चलो चलो तो आम पहुंची जाइए लिंगराज मंदिर तो आप देखिपे तो आम तो मंदिर दर्शन कर सारे कहीं मोबाइल अलाउ ना टोटाली पूरा स्ट्रिक्टली अवॉइडेड आउे मंदिर आम मोपर मु गली आउ थे आम गाड़ी पाखु जाकि फोन धरिकी आसली खास कर ब्लॉग करने तो देखिपे तो मंदिर गच बहुत बड़ 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 गच अच्छी तो मंदिरटा एत क्लीयर विजिबल होनी तो हेल्ले भी ट्राए कर देखापी आपन को आउ तो वीडियो देखता मंदिर बहुत क्लीन थिला आ मंदिर भीतर बहुत सुंदर थिला मंदिर परिसर बहुत माने बासना भव्यत और भक्ति भाव पूर्ण थिला और चारिआडे पूरा सफा सुतरा पूरा मेंटेन थिला मंदिर भीतर आपन जेमते भी आसिक आपण माने विजिट करिवे ये होची मंदिर द्वार जो एटा होची तार एंट्री भी एग्जिट भी गोटे गेट आउ तापर पुनी अच्छी सब लोक मैंने बहुत स्टल बस देखिपे मुझे देखने चेष्टा करमती कौन देखते देखा देखा मो तो हाइट भी कम अच्छे देखा दियो बहुत खुशी लगुच आज मोर जन्मदिन आज मुझे प्रभु को दर्शन करने आसी एंजॉय भी लगुच बहुत गोटे जिन मिस कर मो सांग जे आसनी सूर्य भारी मिस कर तार मोर कथबार्ता होलु आसती बोली तो टिके लगुच तो कौन कर आसलानी कहला मोर जीवार अच्छी तार पुणी ट्रेन थिला तो से आसलानी देखिपे बहुत माने दर्शक मैंने बसापी
ଗଛ ଚାରିପଟେ ଚାନ୍ଦିନୀ କରାହେଇଛି ବହୁତ ସୁନ୍ଦର ଭାବରେ। ଆଉ ଏଠି ଗଛ ପତ୍ର ଫୁଲ ଗଛରେ ଭରି, ଆଉ ଏଠି ତଳେ ପୁରା କ୍ଲିନ ଦେଖୁପାରୁଥିବେ, ପୁରା କ୍ଲିନ। ଏଇଠି ଟୋଟାଲି ମାନେ ଗୋଟେ ମଳି ସଦୃଶ ପାଇବେନି, ମାନେ ବହୁତ ସୁନ୍ଦର ସଫା। ଆଉ ଏପଟେ ଦେଖିପାରୁଥିବେ ସାଙ୍ଗମାନେ ଲିଙ୍ଗରାଜ ମନ୍ଦିର ପୁରା ସୁନ୍ଦର ଦୃଶ୍ୟ, କେତେ ସୁନ୍ଦର ଦେଖାଯାଉଛି ମନ୍ଦିର। ଆଉ ପ୍ଲିଜ ଯେଉଁମାନେ ଦେଖୁଛନ୍ତି ପ୍ଲିଜ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବେ। ଆଜି ମୋ ଜନ୍ମଦିନରେ ମତେ କିଛି ଗିଫ୍ଟ ଦବା ଦରକାର ନାହିଁ, ସମସ୍ତେ ଟିକେ ସବସ୍କ୍ରାଇବ ଲାଇକ୍ କରିଦେବେ ଯେ ମତେ ସେଇଟା ହିଁ ମୋ ପାଇଁ ଗିଫ୍ଟ, ଆଉ କିଛି ଦରକାର ନାହିଁ। ଆଉ ଏଠି ସବୁ ମିଲିଟାରୀ ସିଆରପିଏଫ ସମସ୍ତେ ବସିଛନ୍ତି, ମାନେ ମନ୍ଦିରକୁ ସୁରକ୍ଷା ପରିସରରେ। ବହୁତ ସୁନ୍ଦର ମନ୍ଦିର, ବହୁତ ସୁନ୍ଦର। ଇଏ ଯୋଉଦିନ ଆମର ଶିବ ପାର୍ବତୀ ବସିଛନ୍ତି ଦେଖିପାରୁଥିବେ। ମହାଦେବ, ଶିବ ଶମ୍ଭୁ ମହାଦେବ। ଆଉ ଏବେ ମୋ ବାପା ଡାକିଲେଣି, ବାପା ଡାକିଲେଣି ଯିବା ଏଇନା ଘରକୁ ଯିବା, ନହେଲେ ଟିକେ ଚାରିପଟେ ବୁଲିବା। ମତେ ତ ଘରକୁ ଯିବାକୁ ଇଚ୍ଛା ହିଁ ହଉନି, ଏଇଠି ବସିବାକୁ ହିଁ ଇଚ୍ଛା ହଉଛି। ଏତେ ସୁନ୍ଦର ମନ୍ଦିର, ବହୁତ ସୁନ୍ଦର ଅଛି ମନ୍ଦିର, ଆପଣ ଆସି ଯେମିତି ଭିଜିଟ କରିବେ। ଏଇଠି ଦେଖନ୍ତୁ, ଦେଖାଯାଉଛି ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିଦିଅନ୍ତୁ। ମୁଁ ତ ଭିତରକୁ ଫୋନ ଆଲାଉ ନଥିଲା, ନହେଲେ ଭିତରକୁ ନେଇଥିଲେ ମୁଁ କରିଥାନ୍ତି, କଣ କରିବା। ଦେଖୁନାହାନ୍ତି, ସୂର୍ଯ୍ୟ ବହୁତ ମିସ୍ କରୁଛି ରେ, ଆସିନୁ ତୁ ଆଉ। ସବୁଆଡେ ତତେ ସବୁଆଡେ ଗଲେ ମିସ୍ କରୁଛି। ଏଇଟା ହଉଛି ସବୁ ପୋଖରୀ ଯୋଉଠି ଆସିକି ମାନେ ଲିଙ୍ଗରାଜ ମନ୍ଦିରକୁ ଗାଧା ଯାଏ, ମାନେ ପ୍ରଭୁଙ୍କୁ ଗାଧାଯାଏ। ବହୁତ ବଡ ପୋଖରୀ ନିଷ୍ପତ୍ତି। ସକାଳୁ ସକାଳୁ ଆସିଛୁ ବୋଲି ଆଜି ପୁରା ଫାଙ୍କା, ଆଜି ପୁରା ଫାଙ୍କା ଅଛି ସକାଳୁ ସକାଳୁ। ତ ଆପଣ ମାନଙ୍କୁ କହିବି ତାହେଲେ ସକାଳୁ ସକାଳୁ ଆସି ଭିଜିଟ କରିବେ, ବହୁତ ଫାଙ୍କାରେ ଦର୍ଶନ କରିପାରିବେ। ଯଦି ଟିକେ 9ଟା 10ଟା ବେଳକୁ ଆସୁଛନ୍ତି ତାହେଲେ ବହୁତ ଗହଳି ହେଇଯାଉଛି। ସେଇଟା ଆମେ ଥରେ ଫେସ୍ କରିଥିଲୁ ବୋଲିକା କହୁଛୁ, ସେଥିପାଇଁ ଆଜି ସକାଳୁ ଆଇଛୁ। ତ ଆପଣଙ୍କୁ ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରା କରି ଭିଡିଓ ଦୃଶ୍ୟ ଦେଖଉଛି, ଦେଖିବା। ଦେଖିଲେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିଦିଅନ୍ତୁ ବାବା। ଓଡିଶା ଗଭର୍ଣମେଣ୍ଟ ବହୁତ କାମ କରୁଛି ୟା ପାଇଁ, ବହୁତ ୟା ପାଇଁ ଇଏ କରୁଛନ୍ତି, ମାନେ ଫଣ୍ଡିଙ୍ଗ କରୁଛନ୍ତି। ମନ୍ଦିର ଦେଖିପାଇଲେ, ମୋ ବାପା ଯାଉଛନ୍ତି, ଆଉ ବହୁତ ସୁନ୍ଦର ଥିଲା ମନ୍ଦିର। ଆଉ ଏଠି ଦେଖନ୍ତୁ ବଡ ବଡ ବର ଗଛ, ଏଇଠି ଗୋଟେ ଆଉ ଗୋଟେ ମନ୍ଦିର ଅଛି, ଛୋଟ ମନ୍ଦିରଟେ। ଆଉ ଆମର ସେପଟେ ରହିଛି ବିନ୍ଦୁସାଗର, ତ ଦେଖେଇବି ବିନ୍ଦୁସାଗର କେମିତିଆ। ପୋଖରୀଟା ଆମର ମେନ୍ ପୋଖରୀ ଯୋଉଟା ତାକୁ କୁହନ୍ତି। ଲିଙ୍ଗରାଜ ମନ୍ଦିର ମାନେ ଜଷ୍ଟ ଅପୋଜିଟ ସାଇଡରେ ଅଛି, ମାନେ ଫ୍ରଣ୍ଟ ଯୋଉଟା କୁହନ୍ତି। ତ ଚାଲୁ ଏବେ ଆମ ଗାଡି ପାଖକୁ, ଆମେ ଯିବୁ ଏଇନା ବିନ୍ଦୁସାଗର ଟିକେ ଦେଖିକି ପୋଖରୀ ଦର୍ଶନ କରିକି ଆମେ ଆମ ଘରକୁ ଯିବୁ। ଆମେ ଆସି ପହଞ୍ଚିଛୁ କପିଳେଶ୍ଵର ମହାଦେବ ମନ୍ଦିର। ଜଷ୍ଟ ଲିଙ୍ଗରାଜ ମନ୍ଦିରର ବେଶୀ ବାଟ ନାହିଁ, 2 କିଲୋମିଟର ଭିତରେ ହବ। ମାନେ ତା ଭିତରେ, ଏଠି ମୋବାଇଲ ଆଲାଉ ଅଛି ବୋଧେ।
ଆଉ ଦେଖିପାରୁଥିବେ ମନ୍ଦିର ଆଗ ଆଗ ପଶୁ ପଶୁ ଗୋଟେ ପୋଖରୀ ମନ୍ଦିରର ଜଷ୍ଟ ଦେଖୁଥିବେ ମାଛ ଅଛି। ଇସ୍, ଲାଉଡ୍ ନଏଜ୍ ସେଇଥିପାଇଁ କାହିଁକିନା ଏଇଠି ଏରୋଡ୍ରମ୍ ଫିଲ୍ଡ ଅଛି ପାଖରେ ବିଜୁ ପଟ୍ଟନାୟକ ଏୟାରପୋର୍ଟ ସେଇଥିପାଇଁ ଏଇଠି ବହୁତ ଲାଉଡ୍ ନଏଜ୍ ହଉଛି ଏରୋପ୍ଲେନ ଯିବା ଆସିବା କରୁଛି ସେଇଥିପାଇଁ। ଆଉ ଏଇ ପୋଖରୀକୁ ଆସିଛୁ ପୋଖରୀ ଦେଖିପାରୁଥିବେ ଏଇ ପୋଖରୀରେ ମାଛ ଅଛି ମେ ବି ଭିଜିବଲ ହେଇପାରେ ନ ହେଇପାରେ କିନ୍ତୁ ମାଛ ଅଛି। ମାଛ ଉପରକୁ ଆସୁଛନ୍ତି ଖାଉଛନ୍ତି ଯାଉଛନ୍ତି କିନ୍ତୁ ବହୁତ ସାରା ମାଛ ଅଛନ୍ତି ପୋଖରୀରେ ବହୁତ ସୁନ୍ଦର। ବିଲେଇ ଶୋଇଛି। ଲୋକ ଏଠି ଗାଧଉଛନ୍ତି। ଏମିତି ନାହାନ୍ତି ପୋଖରୀରେ ଏଇଟା ମନ୍ଦିରକୁ ଏଣ୍ଟ୍ରି ନେଲେ ସରି ଫର 2x ଜୁମ୍ ହେଇଥିଲା ସରି ମୁଁ ଦେଖିନି ମନ୍ଦିର ଭିତର ବହୁତ ସୁନ୍ଦର ମନ୍ଦିର ଅଛି। 1100 କି 1200 ଶତାବ୍ଦୀର ମନ୍ଦିର ମାନେ ଏଇଗୁଡା ସବୁ ଆଗରୁ ବାହାରିଥିଲା ଏଇଠୁ ଦେଖିପାରୁଥିବେ। କପିଳାସ ବାବା ଭୋଲେ ବାବା ଦେଖିପାରୁଥିବେ। କପିଳାସ ବାବା ଦେଖିପାରୁଥିବେ ମନ୍ଦିର ଭିତର ପରିସର ନନ୍ଦୀ ଦେବତା ବସିଛନ୍ତି। ये हूँ एक्चुअली मेन गेट ମୁଁ ହେପଟ ବୁଲିକି ପଳେଇ ଆସିଲି ମୁଁ ଅଲଗା ବାଟେ ବୁଲିକି ଆସି ଏକ୍ଜିଟ୍ ବାଟେ ବୁଲି ପଳେଇ ଆଇଲି ମୁଁ ଜାଣିନି ମାନେ ଟିକେ ରହିଯାଅ ପସ୍ କରିଦବା ମୁଁ ଟିକେ ଦର୍ଶନ କରିଦିଏ ଠାକୁରଙ୍କର ମନ୍ଦିର ତ ପ୍ରଭୁ ଏଇନା ଗାଧଉଛନ୍ତି ତାଙ୍କର ଏଇନା ପୂଜା ପୂଜି ହେଇନି ମଧ୍ୟ ଲାଗୁଛି। ଜୟ ଭୋଲେ ବାବା ଜୟ ଭୋଲେ ବାବା। ଯିବା ହେରି ମନ୍ଦିର ଦର୍ଶନ କରିଦେଲୁ ଭିଡିଓକୁ ପ୍ଲିଜ ଲାଇକ୍ ସେୟାର କରିବେ ଦେଖିବି ମନ୍ଦିର କେମିତି ଲାଗିଲା ବହୁତ ସୁନ୍ଦର ଥିଲା ମନ୍ଦିର ଆଉ ବହୁତ ମାନେ ବହୁତ ଯେମିତି ଲିଙ୍ଗରାଜ ଭଳି ଏଇଠି ପୁରା ସଫା ସଫେଇ ପୁରା ଗୋଟେ ମାନେ ମେଣ୍ଟେନ ରଖିଛନ୍ତି। ପ୍ରାୟ ଗୋଟେ ଗୋଟେ ଜାଗାରେ ରହିଛି ଅଳିଆ ଗଦେଇଦେଇଛନ୍ତି ନା ସେଇଟା ତ ସେଇଆ
ଲିଙ୍ଗରାଜ ମନ୍ଦିର ନୁହଁ ତ ସେଇଭଳିଆ ଟାଇପର ରଖି ଏତିକି ରହିଲା ଆଜିର ବ୍ଲଗ। ତ ଆଉ କଣ, ଆଉ ମୁଁ ତ ଭିଡ଼ିଓର ଲେନ୍ଥ ବଢ଼ାଇବା ପାଇଁ ଚାହୁଁନି। ଏଠି ମାଛ ଫାଛ ବହୁତ ଅଛନ୍ତି, ବହୁତ ସୁନ୍ଦର ଲାଗୁଛି। ଦେଖିପାରିଲେ, ମୁଁ ସେଇଥିପାଇଁ ସେଇଠି ମାନେ ଗୋଟେ ଜିନିଷ ମାନେ ଇଏ କରି କହୁନଥିଲି। ଆଉ ମନ୍ଦିର ବହୁତ ମତେ ଭଲ ଲାଗିଲା, ପୋଖରୀ ମତେ ଭଲ ଲାଗିଲା। ପୁରା ଏନ୍ଜୟ କରୁଛନ୍ତି। ଆଉ ଏଠି ଆମର ଗୋଟେ ବିଲେଇ ମାଉସୀ ବଇଛି। ଦେଖୁନୁ ପଳଉଛି, ପୁରା କ୍ୟୁଟ ବିଲେଇଟା ହେଇଛି। ଦେଖିପାରିଲେ ମନ୍ଦିର ଆପଣ ମାନେ ସବୁ। ଆଉ ସେଥିପାଇଁ ସେଇଠି ଜାଣିକି ଜୋରରେ କଥା ହଉନଥିଲି, କାହିଁକିନା ସେଇଠି ସବୁ ବ୍ରାହ୍ମଣ ଭାଇନା ମତେ ଅନଉଥିଲେ। ମାନେ ସେମିତି କିଛି ନାହିଁ, ମାନେ ମୁଁ ଲାଜ କରିବାରେ କିଛି ନାହିଁ ତ, ଗୋଟେ ଇଏ ଗୋଟେ ଥିଲା, ମାନେ କଣ ତାଙ୍କୁ କାଳେ କିଏ କଣ କହିବ ମନ୍ଦିର ଭିତରେ ଭିଡିଓ ସୁଟ୍ ଆଲାଉ ନାହିଁ, କାଳେ କଣ, ମୁଁ ଧୀରେ ଧୀରେ ଆରାମସେ ଭିଡିଓ କରୁଥିଲି, କାହିଁକିନା କିଏ ମତେ ଆଙ୍ଗୁଠି ନ ଉଠାଉ। ଆଉ ବୁଲାବୁଲି କରୁଛୁ, ଆଉ କଣ କହିବି। ଆଜି ମୋ ବାର୍ଥଡେରେ ଏତିକି, ଆଉ ବାକି ଆମେ ଯଦି କୁଆଡେ ଆଉ ଯିବୁ ନେକ୍ସଟ ଅକେଜନରେ କି କଣ, ତ ଭିଡିଓକୁ ସମସ୍ତେ ସେୟାର କରିବେ, ଦେଖିବେ। ଆଜି ଆମେ ଦିଟା ଜାଗା ବୁଲିଲୁ, କପିଳାସ ଆଉ ଲିଙ୍ଗରାଜ। କିଏ ଗୋଟେ କଣ ଯାଉଛି, ୱାଓ, ଦେଖିପାରୁଥିବେ ଆପଣ, ଦେଖାଯାଉନଥିବ କି? ଟୋଟାଲ ଦେଖାଯାଉନଥିବ। ଭାଇ 8 ମେଗାପିକ୍ସେଲ କ୍ୟାମେରା, ଆଉ କେତେ ମେଗାପିକ୍ସେଲ ବଢେଇଲେ ହବ? 8 ମେଗାପିକ୍ସେଲ ଯେତିକି ହେଲା। ନା ମୋର ଆଇଫୋନ ନା କଣ, କିଛି ନାହିଁ, ନର୍ମାଲ ଡିଭାଇସ। ନର୍ମାଲ ଡିଭାଇସରେ ଯେତିକି ହେଲା ହେଲା, ଆପଣ ଦେଖିପାରିବେ କ୍ଲାରିଟି ମୁଁ ତ ଏତେ ଆଉ ଆଣିପାରୁନି। କାହିଁକିନା ଯଦି ୟୁଟ୍ୟୁବରେ ଆପଣମାନଙ୍କ ସକାଶେ ଯଦି ଆପଣମାନେ ଆମର ଇଏ କରିବେ, ଭିଡିଓକୁ ସମସ୍ତେ ଦେଖିବେ, ସବସ୍କ୍ରାଇବ କରିବେ, ତ ଆପଣ ମାନଙ୍କ ପାଇଁ ଆମେ ଅପଗ୍ରେଡ କରିବୁ ଆମ ଆହୁରି। ଯେତେ ଦେଖିବ ଆମର ସବସ୍କ୍ରାଇବର୍ସ ହଉଛନ୍ତି ଆମର ବେଶୀ, ଯେତିକି ଆମର ଯୋଉ କହନ୍ତି କଷ୍ଟମର ଗ୍ରାହକ ନୁହଁ, ସେ ତ ବିଜନେସ କରୁନି, ତ ଯୋଉ କୁହନ୍ତି ଆମର ଦର୍ଶକ ଯେତେ ବଢିବେ, ମୁଁ ତାଙ୍କ ପାଇଁ ଯାହାହେଲେ ବି କରିବି। ତ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ଇଏ ହଉଛି ଆମ ଗାଡି। ଆଉ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ବାଏ ବାଏ, ଟାଟା।